ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା। ଏହି 11 ଭୋକିଲା ବାଘ ଖେଳିବେ ଏବଂ ଇଂଲଣ୍ଡକୁ ତା ଘରେ ଧୂଳି ଚଟାଇ ସାରିବେ ଏବଂ ଜିତିବ ଭାରତ, ହାରିବ ଇଂଲଣ୍ଡ। ଏହି ନାରା ପୁରା ଲର୍ଡସଠାରୁ ମାଞ୍ଚେଷ୍ଟର ଯାଏଁ ଶୁଣାଯିବ। ଆସନ୍ତା 20 ଜୁନରୁ ଆରମ୍ଭ ହୋଇ ଅଗଷ୍ଟ 5 ତାରିଖରେ ସରିବ ଟେଷ୍ଟ ସିରିଜ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ। ଏହି ଟେଷ୍ଟ ସିରିଜ୍ ହେଉଛି WCC 2027 ପାଇଁ। ବିରାଟ ଏବଂ ରୋହିତଙ୍କ ଅନୁପସ୍ଥିତିରେ ଭାରତର ପ୍ରିନ୍ସ ଶୁଭମାନ ଗିଲ୍ ଅଧିନାୟକ ଦାୟିତ୍ୱ ତୁଲାଇବେ ଏବଂ ଉପ ଅଧିନାୟକ ଭାବେ ରିଷଭ ପନ୍ତଙ୍କୁ ସୁଯୋଗ ଦିଆଯାଇଛି। ତା ସହିତ ଦେଖିବାକୁ ଗଲେ ଯୁବ ଖେଳାଳି ସାଇ ସୁଦର୍ଶନ, ଯଶସ୍ୱୀ ଜୈସୱାଲ ରହିଛନ୍ତି ଟିମ୍ରେ ଏବଂ 8 ବର୍ଷ ପରେ ଟେଷ୍ଟ କ୍ରିକେଟକୁ କମ୍ବ୍ୟାକ୍ କରିଛନ୍ତି କରୁଣ ନାୟର ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଆସନ୍ତା ଜୁନ୍ 20 ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆୟୋଜିତ ହେବାକୁ ଥିବାବେଳେ ଏଥିଲାଗି ଗୌତମ ଗମ୍ଭୀର ସେନା ନୂଆ ପରିସ୍ଥିତି ରଣନୀତି ସୃଷ୍ଟି କରିଛନ୍ତି ଏବଂ ଭାରତର ପ୍ରିନ୍ସ ମାଧ୍ୟମରେ ପ୍ରଥମ ଟେଷ୍ଟ ସିରିଜ୍ ଜିତିବାକୁ ପ୍ରୟାସ କରିବା ଏବଂ ଏହି ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ ବାଘ ଖେଳାଳିକୁ ଏଣ୍ଟ୍ରି ଦେଖିବାକୁ ମିଳିଛି। ଓପନିଂ କରିବେ ସାଇ ସୁଦର୍ଶନ ଏବଂ ଯଶସ୍ୱୀ ଜୈସୱାଲ, ତାପରେ ଶୁଭମାନ ଗିଲ୍, ରିଷଭ ପନ୍ତ, KL ରାହୁଲ, ନୀତିଶ କୁମାର ରେଡ୍ଡି, ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଜସପ୍ରୀତ ବୁମରା, ଶାର୍ଦୁଲ ଠାକୁର ଏବଂ ଆକାଶଦୀପ। ତ ଫ୍ରେଣ୍ଡ, ଆମର ଯଦି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଭିଡ଼ିଓଟି